ଏହି ମନ୍ତ୍ରକୁ ଜପିବା ଦ୍ୱାରା ଆପଣ ଯାହାକୁ ବି ଚାହିଁବେ ତାକୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିପାରିବେ। ଆପଣଙ୍କ କଥା ମାନିବା ଛଡ଼ା ତା'ର କୌଣସି ବାଟ ନଥିବ। ଏମିତି ମନ୍ତ୍ର ଆପଣ 108 ବାର ଜପ କରନ୍ତୁ, ନିଶ୍ଚୟ ଭାଗ୍ୟଶାଳୀ ଫଳ ଦେବ ଆପଣଙ୍କୁ। ତେବେ ସେଇ ମନ୍ତ୍ରଟି କ'ଣ ଦର୍ଶକ ବନ୍ଧୁ ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ଭାବେ ସବସ୍କ୍ରାଇବ୍ କରିନିଅନ୍ତୁ। ଭଲ ଭଲ ଭିଡ଼ିଓ ଆଗେ ଆପଣମାନଙ୍କ ପାଖରେ ପହଞ୍ଚିବ। ତ ଦର୍ଶକ ବନ୍ଧୁ, ମନ୍ତ୍ରଟି କ'ଣ ମୁଁ ଆପଣମାନଙ୍କୁ କହୁଛି। ଯେଉଁ ମନ୍ତ୍ର ପାଠ କରିବା ଦ୍ୱାରା ଆପଣ ନିଜ ଆଡ଼କୁ ଆକର୍ଷିତ ବଶୀଭୂତ ଯାହା ଆପଣଙ୍କ ମନରେ ଥିବ ତାହା ଆପଣ ପାରିପାରିବେ। ତ ମନ୍ତ୍ରଟି ପଢ଼ୁଛି, ମନେ ରଖନ୍ତୁ ଆଉ ଲେଖିକି ରଖନ୍ତୁ। ମନ୍ତ୍ରଟି ହେଲା ଓମ୍ ନମ ରୁଦ୍ରାୟ କପିଳାୟ ଭୈରବାୟ ତ୍ରିଲୋକନାଥାୟ ଓମ୍ ହିଂ ଫଟ୍ ସ୍ୱାହା। ମନ୍ତ୍ରଟି 108 ବାର ଦେଖନ୍ତୁ, ଜପ କରନ୍ତୁ। ଜପ ସମୟରେ ଆପଣ ଶୁଦ୍ଧ ହେବେ। ରାତ୍ର 12ଟା ପରେ ଏହି ମନ୍ତ୍ରକୁ ଜପ କରିବେ। ଦେଖିବେ ଯାହାକୁ ଆପଣ ଚାହିଁବେ ତାକୁ ବଶୀଭୂତ କରିବାର ସମ୍ପୂର୍ଣ୍ଣ ମନ୍ତ୍ରଟି ଏଟା। ଏହି ମନ୍ତ୍ର ଆପଣଙ୍କୁ କେହି ବି କହିବେ ନାହିଁ। ଜନ କଲ୍ୟାଣ ମନ୍ତ୍ର ଏଇଟା। ଆପଣ ଯଦି ଏହି ମନ୍ତ୍ରକୁ ସଠିକ୍ ଜାଗାରେ ପ୍ରୟୋଗ କରନ୍ତି, ତାହେଲେ ନିଶ୍ଚିନ୍ତ ଭାବେ ଆପଣଙ୍କ ଭାଗ୍ୟ ବଦଳିବ। ଏହି ମନ୍ତ୍ରକୁ ଆଉଥରେ ମୁଁ କହିଦେଉଛି, ଆପଣମାନେ ଲେଖିନିଅନ୍ତୁ। ମନ୍ତ୍ରଟି ହେଲା ଓମ୍ ନମ ରୁଦ୍ରାୟ କପିଳାୟ ଭୈରବାୟ ତ୍ରିଲୋକାୟ ନାଥାୟ ଓମ୍ ହିଂ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ ଜପ କରନ୍ତୁ, କିନ୍ତୁ ମନେ ରଖନ୍ତୁ ଏହା ସଠିକ୍ ଭାବରେ ଲଗାଇବେ। ଯଦି ଆପଣ ଭୁଲଭାଲ ଜାଗାରେ ଲଗାଉଛନ୍ତି, ତାହେଲେ ଆପଣଙ୍କର କାମ ସିଦ୍ଧି ହେବ ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଭାବେ ଲାଇକ୍, ସେୟାର, କମେଣ୍ଟ କରିବେ।